ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ କହିବି ଘରେ କେମିତି ତୁଳସୀ ପତ୍ର ଗୁଣ୍ଡ କରିବେ। ये ଦେଖନ୍ତୁ, ଏଥିପାଇଁ ଆପଣ କ'ଣ କରିବେ, ତୁଳସୀ ପତ୍ରକୁ ତୋଳି ତାକୁ ଭଲ ଭାବେ ଧୋଇଦେବେ। ଧୋଇଲା ପରେ ତାକୁ ଗୋଟିଏ ଜାଗାରେ ରଖିଦେବେ। ଆଉ ତା ଉପରେ ଏମିତି ଗୋଟିଏ ଜାଲି ଥିବା ପ୍ଲେଟ୍ ଘୋଡ଼େଇ ରଖିଦେବେ, ଯାହାଫଳରେ ସେଥିରେ କିଛି ଧୂଳି ମଇଳା ପଡ଼ିପାରିବନି। ଆଉ ତାକୁ ଏମିତି ଗୋଟେ ଜାଗାରେ ରଖିଦେବେ ଯାହା 8-10 ଦିନ ପର୍ଯ୍ୟନ୍ତ ସିଏ ସେମିତି ରହିବ। ତାପରେ ଆପଣ ବାହାର କରିକି ଦେଖିବେ ସେ ପତ୍ର ସବୁ ଭଲ ଭାବରେ ଶୁଖି ଯାଇଥିବ। ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ଏ ପତ୍ର କେମିତି ଭଲ ଭାବରେ ଶୁଖି ଯାଇଛି। ତାପରେ କ'ଣ କରିବେ, ତାକୁ ଗୋଟେ ଗ୍ରାଇଣ୍ଡର ଜାର୍ ନେବେ ଆଉ ତାକୁ ଭଲ ଭାବରେ ଗୁଣ୍ଡ କରିଦେବେ। ଗୁଣ୍ଡ କଲା ପରେ ତାକୁ ଚାଲୁଣିରେ ଚଲେଇ ତାର ପାଉଡ଼ର କରିଦେବେ। ଆଉ ଆପଣ ମାର୍କେଟରୁ କିଣି ଆଣୁଥିବା ତୁଳସୀ ପାଉଡ଼ର ଠାରୁ ଇଏ ବହୁତ ଭଲ। ଆଉ ଆପଣ ଘରେ କରିଥିବାରୁ ଆପଣ ଜାଣିପାରିବେ ଯେ ଆପଣ ତାକୁ କେମିତି ସଫା କରିଛନ୍ତି ଆଉ କେମିତି ଭଲ ଭାବରେ ଶୁଖେଇଛନ୍ତି। ସେଥିପାଇଁ ମୁଁ କହିବି, ଯଦି ଆପଣଙ୍କ ଆଖପାଖରେ କିଛି ତୁଳସୀ ଗଛ ଅଛି, ତାର ଦିନବାର ଦେଖି ଆପଣ ତାକୁ ତୋଳି ନିଅନ୍ତୁ। ଆଉ ତାକୁ ଏପରି ଭାବରେ ଭଲ ଭାବରେ ଧୋଇ ଶୁଖେଇ ତାର ପାଉଡ଼ର ବନେଇ ନିଅନ୍ତୁ। ଚାଲନ୍ତୁ ମୁଁ ଆପଣଙ୍କୁ ପାଉଡ଼ର ବନେଇଲା ପରେ ଦେଖେଇବି କେମିତି ପାଉଡ଼ର ହେଇଛି। ଚାଲନ୍ତୁ ଦେଖିବା ଆମର କେତିକି ତୁଳସୀ ପତ୍ରର ଗୁଣ୍ଡ ବାହାରିଲା। ଏ ଦେଖନ୍ତୁ, ଆମର ଏତିକି ତୁଳସୀ ପତ୍ର ଗୁଣ୍ଡ ବାହାରିଲା। ତାକୁ କ'ଣ କରିବେ, ଆପଣ ଏମିତି ଗୋଟିଏ ଡବା ନେବେ ଆଉ ସେଥିରେ ଷ୍ଟୋର କରି ରଖିଦେବେ। ଇଏ ହେଉଛି ଏକଦମ ପିଓର ତୁଳସୀ ପତ୍ରର ଗୁଣ୍ଡ। ଆଉ ଏ ଯେଉଁ ଉପରେ ରହିଗଲା ନା ଆମର ଏ ଖଦା ଟିକେ, ଆକୁ ଫିଙ୍ଗିବେନି, ଇଏ ହେଲେ ଆମର କାମରେ ଆସିବ। ଆପଣ କ'ଣ କରିବେ ନା, ଯେତେବେଳେ ଆଜିକାଲିର ପିଲାମାନେ ବାହାରୁ ହାର୍ବାଲ ଟି ମଗାଉଛନ୍ତି, ଆପଣ କ'ଣ କରିବେ, ଏଥିରୁ ଟିକିଏ ପତ୍ର ନେବେ, କାହିଁକିନା ଆର ସ୍ମେଲ୍ ହେଉଛି ବହୁତ ଷ୍ଟ୍ରଙ୍ଗ। ଏତିକି ଆହିଁରୁ ନେବେ ଆଉ ଟିକିଏ ଅଦା ହେଉ ବା ଗୋଲମରିଚ ଗୁଣ୍ଡ ହେଉ ପକାଇବେ। ଆଉ ସେଥିରେ ଟିକିଏ ଗୁଡ଼ ନହେଲେ ମିଶ୍ରି ଖଣ୍ଡେ ପକାଇକିରି ତାକୁ ଭଲ ଭାବରେ ଫୁଟାଇଦେବେ। ଆଉ ତାକୁ ଛାଣିକିରି ପିଇବେ, ଦେଖିବେ ତା ସାମ୍ନାରେ ଆମର ହାର୍ବାଲ ଟି କିଛି କାମ ଆସିବନି। ଇଏ ହେଉଛି ଏକଦମ ପିଓର ଆଉ ଓରିଜିନାଲ।